हेलो एवरीवन, नमस्कार, जय जगन्नाथ। वेलकम टू आवर अनदर ब्लॉग। मो पोज दौची आ गोटे पोज देलु एंग्री आ हैप्पी आलू भाजी देवी टमाटो बैगन खटा बसई ये खाईदे ना 4:30 हो गला 5टा भितर खाईदे सुबह उठले भात खाइब ये आलू भजा के समय लगे साउंड हो टमाटो एका बसई तो रजरे सब समस्त घर भल मंदा हो ना बड़ा टी छाणीदेवी भात खाइबू भटा भटी एकुटिया मानस कौन कर आपको दुटा आगे लोग बड़ है अलग अलग पिठा करदेवी खाइबी एवं तो खाऊनी 3 वर्ष हम तुम कौन खाऊ आगे बड़े सब खोज जानवर हो सब कर ये से खाऊ जोड़ा जहाँ कले भी टिके जहाँ खाऊ ना सब खाई सब खाऊनी आलू काटिदेली चुन चुन कर काटिक लंबा आलू तड़देली पियाज गोटे पकेबी राग पकेबी लंका पकेबी मसला खाइब पियाज गुड़ा केमती कला कला हो आगे धोईदेवी ऊपर चोपड़ा छड़ेदेली हो रज बेसी पोड़पिठा करनी ना मत बेसी पोड़पिठा कर आसेनी आगुरी पंजाब थी बेले कर 2-4 थर कर प्रेसर कुक कर ना आलू काटुली तातीगला बैगनटा खाईदबा चलो आलू भजा आलू चढ़चड़ी होगला एथिरे पड़िब लुण स्वाद अनुसार हलदी आउ लंका गुंड पकेइबनी बरा पाई मु केमिति प्रस्तुत करुच्ची देख बिरी बाटी रखी कालठू सुजी पकाऊँ ये सांग मैंने सुजी रू पोक बाहर सुजी गुरा फोपाड़ी देली ऊपर खाली बिरी रे बरा करदेवी मो पाखे चाउल गुंड ना ना चाउल गुंड पकई था ये मिर्चिया पत्र पकईदेवी ये काटी भजा पिज अदा पकईदेवी लुण ये पड़ी आपको मिक्स 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 करदे सुजी गुड़ा सब काढ़ीदेली खाली बरा करदे होगला आपको बर्तमान छाणीबा एबे मोर भजा होगला रेडी होगला आलू चढ़चड़ी ये मोर तेल गरम होगला फास्ट पानी हाथ हवा पड़ा पानी हाथ है बराटा जाकि छाड़ जिते थर पकड़े सेते थर पानी हाथ हो सुजीटा पड़े टी बवड़ा होता जब सुजीटा खराब अच्छे से खाली बिरी करा पड़ुची सोढ़ा भी मुझे पकईनी कहीं सुजी पड़े टी सोढ़ा पकड़े ठीक सुजी तो पड़े खाली बिरी सोढ़ा पकड़ा कथा नहीं यहीटा गोटे कि छिड़ा होगला बराटा के छिड़ा होगला तेल भितर
ସେଦିନ ସେ ପାଣିରେ ଛିଡ଼ା ହେଇଛି ସେଇ ଟାଇପ୍ର ଛିଡ଼ା ହେଇଗଲା। ସବୁ କରିବିନି ମାନେ ଆଉ ଗୋଟେ ଥର କରିବି ଆଉ ଯେତିକି ବଳିବ ଥିବ ମୋ ପୁଅ କାଲି ଟିକେ ଖାଇବ। ଏକପଟିଆ କରିଦେଲେ କ'ଣ କି ସରିଯିବ। ଅଳ୍ପ ତ ମୁଁ କରିଛି 4-5ଟା ଲାଗି ଖାଇବା ପାଇଁ। ଏ ଚଢ଼େଇ ମାନେ ଚେଁ ଖାଲି ହେଉଛନ୍ତି। ତା ମାଆ ବୋଧେ ଖାଇବାକୁ ଧରିକି ଆସିଲା ଥଣ୍ଟରେ, ଯେତେବେଳେ ସେ ଖାଇବାକୁ ଧରିକି ଆସିବ ଖାଲି ଚିଲେଇବେ ଏକପଟିଆ ଖାଲି କରିକି ଏମିତି ରହିବେ। ଏବେ ହେଇଗଲାଣି ଲେଉଟେଇ ସାଇଲେଣି ଗୋଟେ ପଟ। ନହେଲେ ଲାଗିଯିବ ନା, ନ ନେଉଟେଇବା ସେ ଲାଗିଯିବ। ସେତେବେଳେ ଗାଁ ମାନଙ୍କରେ କେତେ ମଜା, ଏବେ ବି କରୁଛନ୍ତି କିନ୍ତୁ ସେତେଟା ନାହିଁ। ଆଗରୁ ଆମେ ପିଲାବେଳେ ଯେମିତି ହେଉଥିଲା, ରଜ ପାଳନ ହେଉଥିଲା, ଡକାଡକି ହେଇକି ଖାଇବା, ଏତେବେଳକୁ ସମସ୍ତଙ୍କୁ ଆମନ୍ତ୍ରଣ ହେଇଯାଏ। ଏତେବେଳକୁ ନାହିଁ, ଦିନକ ପୂର୍ବରୁ ମାନେ କାଲି ସନ୍ଧ୍ୟାଠାରୁ ସମସ୍ତଙ୍କୁ କୁହାଯାଇଥିବ ଯେ କାଲି ଆମ ଘରେ ଖାଇବାକୁ ଆସିବ ବୋଲି, ଯାହାକୁ ଡାକିବାର ଥିବ। ପୁଣି ଆଉ ଥରେ 4ଟା ବେଳକୁ ଆଉ ଥରେ ଯାଇକି କୁହାହେବ, ଡାକିକି ଅଣାହେବ ସେମାନଙ୍କୁ ଖାଇବା ପାଇଁ। ସମସ୍ତେ ପୁରା ମିଶିକି ଗୋଟେ ଜାଗାରେ ବସିକି ଖାଇକି କଦଳୀ ପତ୍ରରେ ପୁଣି ଖିଆ ହେବ। ଥାଳି କିଛି ନାହିଁ, କଦଳୀ ପତ୍ରରେ ଖିଆ ହେବ। ସବୁ ପ୍ରକାର ଯାହାର ଯାହା ଥିଲା ରୋଷେଇ କରିବାର, କିନ୍ତୁ ମିନିମମ୍ ତ 4-5 ପ୍ରକାର ଆଇଟମ୍ ହେଇଥିବ। ଶାଗ ଭଜା, ଭଜି, ତରକାରୀ, ଡାଲମା ତ କମ୍ପଲସରି ହେଇଥିବ। ଡାଲମା, ତରକାରୀ, ପୁଣି ଯଦି ଆଇଁଷ ବାର ଥିବ ଆମିଷ ବି ହେଇଥିବ। ଏମିତି ବହୁତ ପ୍ରକାର ହେଇଥାଏ। ଖଟା ବି ହେଇଥାଏ, ଆଉ ଲୁଣ ଲଙ୍କା ଲେମ୍ବୁ କାକୁଡ଼ି ଆମ୍ବ, ମାନେ ସବୁ ପ୍ରକାର ଖାଦ୍ୟ। ଏବେ ଆଉ ନା, ସେଠୁ ସବୁ ରାତିରେ ରୁଟି ପାଟି ଆଉ 4ଟା ବେଳକୁ କିଏ ରଜ ପାରୁଛି। ଖାଉଛନ୍ତି କିନ୍ତୁ ଆଗ ପରିକା ଆଉ ସେ ମଜା ନାହିଁ। ଆଉ ସେ ମଜା ନାହିଁ କି ଆଉ ସେଇ ଟାଇପ୍ର ଡକାଡକି ଆଉ କିଏ ଖାଉନାହାନ୍ତି। କଥା ହେବା ଭିତରେ ମୋର ହେଇଗଲାଣି ବରାଟା, ଦେଖନ୍ତୁ କେତେ ଲାଲ ଲାଲ ହେଇକି ପାଚିଛି ଭିତର, ଆଉ ଟିକେ ହେବ। ଆଉ ଏବେ ଆକୁ କାଢ଼ିଦେବା। ହେଇଗଲାଣି। ବେଲାଟାରେ ଛାଣିକା ପୁରା ପୋଡ଼ିଗଲାଣି। ଏ ଗୋଟେ ପେପରଟେ ରଖିଛି, ପେପର ଉପରୁ କାଢୁଛି, କାହିଁକି ନା ଟିସୁ ତ ନାହିଁ, ତେଣୁ ଏଥିରେ କାମ ଚଳେଇଦେବା। ଭୁଲରେ ଯଦି ଯେଉଁ ରୋଷେଇ କରନ୍ତି, ଯେଉଁ ଜଳଖିଆ ତିଆରି କରନ୍ତି ଦୋକାନୀମାନଙ୍କରେ, ସେମାନେ କ'ଣ କରନ୍ତି, ବଡ଼ ତେଲ ବଡ଼ ଚୁଲିରେ ବସାନ୍ତି କିମ୍ବା ଗ୍ୟାସ୍ରେ, ତେଣୁକରି ସେ ପାଣି ଛିଟିକା ଆଗ ଟିକେ ମାରିଦିଅନ୍ତି। ସେମିତି ଭୁଲରେ ବି ଘରେ ଛିଟିକା ମାରିବେନି, କାହିଁକିନା ଉପରକୁ ଛିଟିକି ନିଜ ଉପରକୁ ହିଁ ପଡ଼ିପାରେ। ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକା, ତେଣୁକରି ଭୁଲରେ ସେମିତି କରିବେ ନାହିଁ। ମୁଁ ତ କେବେ କରେ ନା। ହେଇଗଲା ମୋର, ଆଉ ଏତିକି ରହିଲା, ଆଉ 4ଟା ହେବ। ଆଉ ଏ ରହିଲା କାଲି। ମୋ ଶିବାଂଶ ଶୋଇଛି, ସେ ଉଠିଲେ ତାକୁ ଖୁଆଇବି। ଆଉ ଏଠି ଭାତ, ଏଇଟା ସକାଳ ଭାତ ଗରମ ଭାତରେ ପଖାଳି ଦେଇଛି। ଆଉ ଏଇଟା ଆଳୁ ଭଜା, ବରା 2ଟା ଆଣିଛି, ଆଉ ଏଠି ଟମାଟୋ ସେକା, ବାଇଗଣ ସେକା, ପିଆଜ ରସୁଣ କଞ୍ଚା ଲଙ୍କା, ଆଉ ତାକୁ ପାଗ କରି ଖାଇଦେବି। ଆଉ ଏଇଟା ହେଇଗଲା ମୋର ରଜ ପାରିବା। ଏକୁଟିଆ ଲୋକ, ଆଉ କ'ଣ କରିବା। ମୁଁ ତ ଜାଣିଛି ଆପଣମାନେ ସମସ୍ତେ ନିଶ୍ଚୟ ରଜ ଭଲରେ ପାଳନ କରୁଥିବେ, କିନ୍ତୁ ମୋର ନାହିଁ। ସେମିତି ଆଉ କିଛି ନୂଆ ନାହିଁ, କିଛି ନାହିଁ, ଯେମିତି ଡେଲି ସେମିତି। ମୋ ଶିବାଂଶ ରେଡ଼ି ହେଇଗଲାଣି ଅଳିଆ ପକେଇ ଯିବା ପାଇଁ। ନାଖରେ କ'ଣ ଆଙ୍ଗୁଠି ପଡ଼ିଯିବ। ଏ ବୋପା, ଓହୋ ଚାଲ, ଅଳିଆ ବାଲ୍ଟି ପୁରା ଫୁଲ, ତାହେଲେ ଟିକେ ଅଳିଆ ପକେଇ ଦେଇକି ଆସିବୁ। ଆଉ ପଡ଼ିବୁ, ସେ ମାଡ଼ ଖାଇବ। ଏକପଟିଆ ଖାଲି ଛେପ ପକଉ, ତାକୁ ମାଡ଼ ହେବ। ଆଉ ତାକୁ ମାଡ଼ ହେବ। ଏବେ 2-3 ଦିନ ହେଲା ଲଗାତାର ଖାଲି ଥୁ ହେଉଛି। ଇଏ ହେଲା ରାତି। ଗୋଟେ ବଦ ଅଭ୍ୟାସ ହେବ ନା ନାଇଁ, ଅଭ୍ୟାସ ରହିଯିବନି। ଶୁଣୁନି କହିଲେ, ଏଠି ଦୁଷ୍ଟାମି କରୁଛି ବହୁତ। କିଏ ପକେଇଛି? ହଁ, ବାଳୁଙ୍ଗା। ଥୋଇଦେ, ଏଥିରେ ଥୁଅ, ଗଛରେ ଥୁଅ, ଲଙ୍କା ଗଛରେ। ହଁ, କାଲି ବର୍ଷା ହେଇଥିଲା,
ବର୍ଷା ହେଇଥିଲା ଯେଉଁ କାଲି ପାଣି ଗୁଡ଼ାକ ସବୁ ଜମି ଅଛି ସବୁ ଗଛରେ ଆଉ ପାଣି ଦିଆହେବନି ରାତିରେ ପକାଇ ପାରିବି କ'ଣ ଗୋଲାପ ଗଛଟା ମାନେ ପୋକ ଖାଇଦେଲାଣି ସବୁ ପତ୍ର ଗୁଡ଼ା ତାର ଲଙ୍କା ଗଛ ଦୁଇଟା ଟିକେ କଅଁଳିଲାଣି ଦେଖାଯାଉ କ'ଣ ହେଉଛି କି ନାହିଁ ଲଙ୍କା ଆଉ ଏଇଠି ଭଲ ଆସୁଛି କ୍ଲିଅର ଟିକେ ଘର ଭିତରେ ଝାପ୍ସା ଝାପ୍ସା ଆସୁଛି ସବୁ ଗୋଟେ ଫୁଲଟେ ଦେଖୁଛି କହୁଛି କୁଆଗଲା ସେ ବାସ କୁଆଡ଼େ ହେଇ ମେଘ ଆସିଲାଣି ଦେଖିଲୁ ଭଲରେ ଆସିଲାଣି କ'ଣ କରିବା ମେଘ ଆସିଲେ କ'ଣ କରିବା ଶୋଇବୁ ଏଇଠି ମେଘ ଆସିଲେ କ'ଣ କରିବା ହଁ ଘଡ଼ଘଡ଼ି ବିଜୁଳି କେମିତି ମାରିବ ଆକାଶରେ ହଁ ଉପରକୁ ଚଢ଼େ ନା କୁଆଡ଼େ ଚଢ଼ିଗଲୁଣୁ ୟାର ତଳକୁ ପଳେଆ ସେଟା ଭାଙ୍ଗିଯିବ ମେଘ ଆସିଲାଣି ଆସ ତଳକୁ ମୋ ଶିବାଂଶ ନିଜେ ପାଣି ପିଉଛି କ୍ୟାପ୍ ଦେଇଦିଅ ତାର ହଉ ପାଣି କେମିତି ଲାଗିଲା ୟମି ଆରେ ରାଗ ପକେଇନି ସେଇଟା ମିର୍ସିଆ ପତ୍ର ପକେଇଛି ମାନେ ବିଲକୁଲ ଲଙ୍କା ପକେଇନି ସେ ବରା ଖାଉଛି ସବୁବେଳେ ଆକ୍ଟିଂ କରୁଛି ଯେ ଲଙ୍କା ପକେଇଲା ପରିକା ତାର ମିର୍ସିଆ ପତ୍ର ଲଙ୍କା ପକେଇନି ଭୁଷୁଙ୍ଗା ପତ୍ର ଓହୋ ପଡ଼ିଗଲା ଲୋ ମୋ ପିଲା ଗୋଟେ ପିଲାକୁ ମୁଁ କହିଲି ତୁ ଆସେ ମୁଁ ଯାଉଛି କହୁଛି ନାଇଁ ମାମା ମୋତେ ଆସି କାଠ କରିକି ନେଇକି ଯା ଭାଙ୍ଗିଯିବ ରେ ଖଟ ତୁ ନେଇଗଲା ସାଙ୍ଗେ ସାଙ୍ଗେ ପିଲାମାନଙ୍କର ଏଇ ଛୋଟ ଛୋଟ ମୁଭମେଣ୍ଟ ନା ମୁଁ ଉଠିକି ପଳେଇ ଆସିଲି ସେଥିପାଇଁ ସେ କହୁଛି ମାମା ମୋତେ ନେଇକି ଯା କାଠ କରି ମୁଁ କହିଲି ରହ କବାଟଟା ଦେଇକି ଆସେ କହିଲେ ନା ମୋତେ କାଠ କରିକି ନେଇକି ଯା ଶିବାଂଶ ନଟି ଶିବାଂଶ ନଟି କିଏ ନଟି ଶିବାଂଶ ନଟି ତ 5ଟା ବେଳେ ଖାଇ ଦେଇଥିଲି ଭାତ ଖାଇ ଦେଇଥିଲି ଆଉ ରାତିରେ ତ ଭାତ ଖିଆ ହେବନି ତେଣୁ ବରା ଛାଣିଥିଲି ବରା ଆଉ ଆଳୁ ଭଜା ଅଛି ବର୍ତ୍ତମାନ ଖାଇଦେବା ଆଜିର ଏଇଟା ଚକୁଳି ପିଠା ତ ମୋତେ ଭଲ ନୁହଁ ଆଉ ଚକୁଳି ପିଠା ମୁଁ ଖାଇଲେ ହଜମ ହେଉନି ଖଇ ହାକୁଡ଼ିବ ସେଥିପାଇଁ ବରା ଆଉ ଆଳୁ ଭଜା ଖାଇଦେବା ଆସିକି 10ଟା ହେଇଗଲାଣି ତାପରେ ଶୋଇପଡ଼ିବା ମୁଁ ଶିବାଂଶ ପାଇଁ ପିଠା କରିଛି ସେ ପିଠା ଖାଇବ ଆଉ ମୁଁ ଏଇଟା ଖାଇବା ଆଜି ପାଇଁ ଏତିକି ରହୁଛି ନମସ୍କାର ଜୟ ଜଗନ୍ନାଥ ପୁଣି ଦେଖା ହେବ ନେକ୍ସଟ ବ୍ଲଗରେ ବାଏ ବାଏ ଥ୍ୟାଙ୍କ ୟୁ ଭେରି ମଚ୍ ବାଏ ବାଏ so please like and subscribe.